ମୁଁ ଆଜି ପଢ଼ଉଛି ହେଲା ବୁଝିପାରିଲ ଷଷ୍ଠ ଶ୍ରେଣୀର ସାହିତ୍ୟ ବହିର ବିଷୟ ହେଲା 5 ବିଷୟ ନାଁ ହେଲା ନୀତି ବଚନ। ବୁଝିପାରୁଛ? ଯତ୍ନ ଅଧବସାୟ ଉଦ୍ୟମ ବେଳେ ଅସାଧ୍ୟ ହୋଇପାରେ ସାଧ ଭୂମି ତଳେ। ଗିରି ପାଷାଣ ଏଡ଼େ କଠିନ ହୋଇ ଖୋଜିଲେ ତଉ ପୁଣି ଜଳ ଝରଇ। ଥିଲେ ଯେ ମାତୃସ୍ତନ ଅମୃତ ପୁରୀ ଜୋକ ପିଆଇ ତଉ ରୁଧିର ଚିରି। ତେସନ ମନ୍ଦମତି ସର୍ବଦା ଖଳ ଗୁଣ ନ ଦେଖି ବାଛେ ଦୋଷ କେବଳ। ସାଧୁଜନଙ୍କର ପୁଣ୍ୟ ସଦୁପଦେଶ ମୂର୍ଖ ନ ବୁଝେ ତାର ମରମ ଲେଖ। କମଳ ବାସ ଯଥା ସୁନା ମୋହର ଭୋକ କି ବୁଝେ କେବେ ସୁଗନ୍ଧ ତାର। ପର ଅଧୀନରେ ହୋଇ ଯେ ପ୍ରାଣୀ ଅସରନ୍ତି ଯାତନା ପାଏ ସେ ଜାଣି। ହାତୀ ପରାଏ ଜନ୍ତୁ ବନ୍ଧନେ ପଡ଼ି ଜୀବନେ ଡରୁଥାଏ ଅଙ୍କୁଶ ବାଡ଼ି। ଦେଶ ଜିଣିଲେ ରାଜା ଲଭଇ ଖ୍ୟାତି ବୀର ସମରେ ଜିଣି ରଖେ କିରତି। ନିଜ ହୃଦ ଯେହୁ ପାରଇ ଜିଣି ସଂସାରେ ସେହି ବୀର ମୁକୁଟ ମଣି। ଥିଲେ ଯେ ପୁରୀ ରୂପ ରଙ୍ଗ ସୁବାସେ ଚମକ କୁସୁମେ କିଭମ ବାସେ। ମହକ ଯେଣୁ ତା ଉତ୍କଟ ଅତି ଭ୍ରମ ଭ୍ରମରେ ଦିନେ ନ ଯାଅ ପତି। କୋଟିଏ ଗୁଣେ ମଧ୍ୟ ଗୋଟିଏ ଦୋଷ ସୁଧା କଳେ ସେ ବିଦୁ ବିଷ ବଧୁ ସଦୃଶ। ଲେଖକ ହେଲେ ରାମକୃଷ୍ଣ ନନ୍ଦ, ଯିଏ ଆମର ପ୍ରାର୍ଥନା ଆଏ ଦୟାମୟ ଲେଖିଛନ୍ତି। ସେଇ ଲେଖକ ଆକୁ ଲେଖିଛନ୍ତି। ବୁଝିପାରୁଛ? କ'ଣ ଲେଖିଛନ୍ତି? ଯତ୍ନ ଅଧବସାୟ ଉଦ୍ୟମ ବେଳେ ଅସାଧ୍ୟ ହୋଇପାରେ ସାଧ ଭୂମି ତଳେ। ତମେ ଯଦି ଯତ୍ନ କରିବ ଯେକୌଣସି ଜିନିଷକୁ, ଅଧବସାୟ କରିବ ବା ତାକୁ ବାରମ୍ବାର ପଢ଼ିବ, କରିବା ପାଇଁ ଚେଷ୍ଟା କରିବ, ଏଇସବୁ ଉଦ୍ୟମ କଲେ ହେଲା କୌଣସି ଯେଉଁ ଅସାଧ୍ୟ କାମ ହେଲା ତମେ ମାନେ କରିପାରିବ। ଯେମିତି ଗିରି ପାଷାଣ ଏତେ କଠିନ ହୋଇ ହେଲା, ଗିରି ପାଷାଣ ଗିରି ହେଲା ପର୍ବତ, ଯେଉଁ କଠିନ ଦେଖୁଛ ନା ନାଇଁ, ତା ଦେହରେ ଖୋଜିଲେ ପୁଣି ତ ଜଳ ଧରୁଛି। ଏତେ କଠିନ ହେଇକି ଫେର ତା ଦେହରେ ତ ପାଣି କେତେ ନରମ ଜିନିଷ, ସେ ଫେର ବୋହିକି ଆଉଛି ନା ନାଇଁ। ତେଣୁ ଥିଲେ ହେ ମାତୃ ସ୍ତନ ଅମୃତ ପୁରୀ ଜୋକ ପିଆଇ ତଉ ରୁଧିର ଚିରି। ତେସନ ମନ୍ଦମତି ସର୍ବଦା ଖଳ ଗୁଣେ ନ ଦେଖି ବାଛ ଦୋଷ କେବଳ। ଯେଉଁମାନେ କ'ଣ, ଯେଉଁ ଆମର ଜୋକ, ସେ ଯେତେ ଯାହା ହେଲେ ବି ଯେଉଁଠି କ୍ଷୀର ଝରୁଥିଲେ ବି ସେ କ'ଣ କରିବ, ସିଏ ଯାଇ ରକ୍ତ ଚିରିକି ପିଇବ। ପିଏ ନାହିଁ, ସେ କ'ଣ କ୍ଷୀର ପିଏ? ତା ରୁଧିର ଚିରିକି ପିଏ। ରୁଧିରଟି ହେଲା ରକ୍ତ। ହଁ, ଯେସନେ ମନ୍ଦମତି ସର୍ବଦା ଖଳ ଗୁଣ ନ ଦେଖି ବାଛେ ଦୋଷ କେବଳ। ଯାହାର ମନ୍ଦ ପ୍ରକୃତିର ଲୋକ ହେଲା, ସିଏ ତୁମର ଯେତେ ଭଲ ଗୁଣ ଥିଲେ ସେ କେବେ ଦେଖିବ ନାହିଁ। ତୁମର ଖାଲି ସବୁବେଳ ପାଇଁ ଦୋଷ ଦେଖୁଥିବ। ତୁମେ କେଉଁଠି ଭୁଲ କାମଟା କର, ଫଟକିନି ତୁମକୁ ସେଇଠି ଅପମାନ କରୁଥିବ, ସେଇଠି ତୁମକୁ ହଇରାଣ କରୁଥିବ। କିନ୍ତୁ ତୁମେ ଯେତେ ଭଲ କାମ କର ସେ କେବେ କରିବ ନାହିଁ, କି ତୁମକୁ ପ୍ରଶଂସା କରିବ ନାହିଁ। କିଏ? ଏଇ ମନ୍ଦଜନ ଲୋକମାନେ। ବୁଝିପାରୁଛ? ତେଣୁ ଇଏ ସବୁ ହେଲା ନୀତିବାଣୀ। ଆଜି 2 ପଦ 3 ପଦ ତୁମକୁ କହିଲି, କାଲି ପୁଣି କହିବି। ଆଜି ଏତିକିରେ ରହିଲି। ବୁଝିପାରିଲ? ହଁ, ଆଗ ଲେଖ।